ଯେତେବେଳେ ଫୁଲକୋବିର ଦାମ ଟିକେ ଉଚ୍ଚା ଥାଏ ଆଉ ଘରକୁ ନୂଆ କରି ଫୁଲକୋବି ଆସେ ସମସ୍ତଙ୍କର ଡିମାଣ୍ଡ ଥାଏ କି ଫୁଲକୋବି ତରକାରୀ ଏମିତି ବନୁ ଯେମିତି ଭେଜ ଦିନ ମାନଙ୍କରେ ନନ୍ ଭେଜ କଥା ବିଲକୁଲ ବି ମନେ ପଡ଼ିବନି। ଆଜିର ଫୁଲକୋବି ତରକାରୀ ସ୍ୱାଦ ନିଆରା ରହିବ। ରୁଟି ପୁରୀ ପରଟା ଭାତ ଯୋଉଥିରେ ଖାଇବେ ବହୁତ ବଢ଼ିଆ ଲାଗିବ। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଯଦି ପସନ୍ଦ ଆସିବ ଲାଇକ୍ କମେଣ୍ଟ ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ ଆଉ ଫେସବୁକ୍ ପେଜରେ ଦେଖୁଥିଲେ ପ୍ଲିଜ୍ ଫେସବୁକ୍ ପେଜକୁ ମଧ୍ୟ ଫଲୋ କରିନେବେ। ଏଇଠି ମୁଁ ଗୋଟେ ଫୁଲକୋବି ତା ସହିତ ଗୋଟେ କ୍ୟାପ୍ସିକମ ଆଳୁ ଦୁଇଟା ଚୋପା ବାହାର କରି ଧୋଇ ନେଇଛି ଆଉ ଦୁଇଟା ପିଆଜ ଗୋଟେ ଛୋଟ ଟମାଟୋ ସହିତ ଗୋଟେ ରସୁଣ। ପ୍ରଥମେ ମୁଁ ଆଳୁକୁ କାଟି ନେଲି ତା ସହିତ କୋବିକୁ ମଧ୍ୟ କାଟି ନେବା ଆଉ ଗୋଟେ କ୍ୟାପ୍ସିକମ୍ দিয়ে ଏମିତି ଛୋଟ ଛୋଟ କରି କାଟି ନେବା। ଏଇଠି ମୁଁ ଦୁଇଟା ମିଡିଲ ସାଇଜର ପିଆଜକୁ ଧୋଇକିରି ଚୋପା ବାହାର କରି ରଖି ନେଇଥିଲି ଆକୁ ମଧ୍ୟ ଛୋଟ ଛୋଟ କରି କାଟି ନେଉଛି। ପିଆଜର ପରିମାଣ ସେମ୍ ରଖିବେ ଆଉ କ୍ୟାପ୍ସିକମ୍ ନିଶ୍ଚୟ ଆଡ୍ କରିବେ ଆଉ ପରିମାଣ ଏତିକି ରଖିଲେ ଗୋଟେ କୋବି ପାଇଁ ପୁରା ପରଫେକ୍ଟ ରହିବ। ଟେଷ୍ଟ ସେମିତି ଲାଗିବ ଯେମିତି ଭେଜ ଦିନ ମାନଙ୍କର ନନ୍ ଭେଜ କଥା ବିଲକୁଲ ବି ମନେ ପଡ଼ିବନି। ସ୍ୱାଦ ସେମିତି ରହିବ। ଏଠି ମୁଁ ଦୁଇଟା ମିଡିଲ ସାଇଜର ପିଆଜକୁ କାଟି ନେଇଛି ତା ସହିତ କ୍ୟାପ୍ସିକମ୍ କାଟି ନେଇଛି। ଏଠି ଗୋଟେ କଡ଼େଇ ବସାଇବା ଆଉ କଡ଼େଇ ଗରମ ହେଲା ପରେ ସେଥିରେ ଗୋଟେ ବଡ଼ ଚାମଚରୁ ଟିକେ ଅଧିକ ଦେଇଦେବା ସୋରିଷ ତେଲ। ସୋରିଷ ତେଲରେ ବନେଇବେ ଟେଷ୍ଟ ବହୁତ ବଢ଼ିଆ ରହିବ। ଆଗରୁ କାଟିକି ରଖିଥିବା ଆଳୁକୁ ମୁଁ ପ୍ରଥମେ ଭଲସେ ଧୋଇ ନେଇଥିଲି 2-3 ଥର। ତାପରେ କଡ଼େଇରେ ଦେଇଦେବା ଆଉ ଆଳୁକୁ ପୁରା କ୍ରିସ୍ପି ହେବା ପର୍ଯ୍ୟନ୍ତ ବା 90% ସିଝିବା ପର୍ଯ୍ୟନ୍ତ ଭାଜି ନେବା। ଏଠି ଆଳୁ ଆମର ପୁରା ଭାଜି ହେଇଗଲାଣି ତାକୁ ଗୋଟେ ପାତ୍ରକୁ ମୁଁ କାଢ଼ି ନେଉଛି। ଯଦି ଆପଣ କମ୍ ତେଲରେ ବନେଇବାକୁ ଚାହୁଁଛନ୍ତି ବା ବିନା ତେଲରେ ଛାଣିକି ବନେଇବାକୁ ଚାହୁଁଛନ୍ତି ତାହେଲେ ଆଳୁକୁ ପ୍ରଥମରୁ ଟିକେ ସିଝେଇ ନେବେ। କୋବିକି ହାଲକା ଟିକେ ଭାଜିଦେଲେ ତରକାରୀ ବି ବନିଯିବ। ଏଠି ଆଳୁକୁ ମୁଁ ଛାଣି ନେଲି ଆଉ ସେଇ ବଳକା ତେଲରେ ଆଗରୁ ଧୋଇକି ରଖିଥିବା କୋବିକି ମଧ୍ୟ ଦେଇଦେବା। ଏଠି ମୁଁ କୋବିକି ନର୍ମାଲି ସେମିତି ଭାଜିବି। ଆପଣ ଚାହିଁଲେ ଏଥିରେ ଅଳ୍ପ ଟିକେ ହଳଦୀ ଗୁଣ୍ଡ ଦେଇକି ଭାଜି ପାରିବେ। ହଳଦୀ ଦେଲେ କଲର୍ ହେଇଯିବ ତେଲ ଗୁଡ଼ାକ ଟିକେ ପୋଡ଼ିଯିବ ସେଥିପାଇଁ ମୁଁ ଏମିତି ନର୍ମାଲ ଭାଜୁଛି। ଆଉ ବଳକା ତେଲରେ ତରକାରୀ କଲାବେଳକୁ ତରକାରୀ ତେଲ ଗୁଡ଼ାକ ପୋଡ଼ିଯିବ ସେଥିପାଇଁ ଏମିତି ନର୍ମାଲି ବି ଭାଜିଦେବା। ଯେମିତି ଯେଉଁ ଆଇଗିଣିଆ ସ୍ମେଲ୍ ଥାଏ ସେଇଟା କଟିଯିବ ଆଉ କଞ୍ଚା ସ୍ମେଲ୍ ଗଲେ ହେରି ତରକାରୀ ବହୁତ ବଢ଼ିଆ ଲାଗିବ। ସେଇ କଡ଼େଇରେ ଅଳ୍ପ କିଛି ତେଲ ବଳି ପଡ଼ିଛି ସେଥିରେ ଆଉ ଟିକେ କିଛି ତେଲ ଦେଇଦେବା। ତାମାନେ ଗୋଟେ ଚାମଚ ଦେଇଦେବି ତେଲ ଆଉ ତେଲ ଗରମ ହେଲା ପରେ ଅଳ୍ପ ଟିକେ ଚିନି ଦେବା। ଚିନିଟା ଟେଷ୍ଟକୁ ବାଲାନ୍ସ କରିବ ଜମା ବି ମିଠା ଲାଗିବନି। ଅଳ୍ପ ଟିକେ ଚିନି ଦେଲେ କଲର୍ ବଢ଼ିଆ ଲାଗିବ ତରକାରୀରେ ଆଉ ତା ସହିତ ଟେଷ୍ଟ ମଧ୍ୟ ବାଲାନ୍ସ ହେବ। ତେଲ ଗରମ ହେଲା ପରେ ଚିନି ଟିକେ କ୍ୟାରମଲାଇଜ୍ ହେଲା ପରେ ଆମେ ସବୁ ପ୍ରକାର ଗୋଟା ମସଲା ଦେବା। ଏଠି ଗୋଟେ ତେଜପତ୍ରକୁ ମୁଁ ଦେଇ ଦେଉଛି ତା ସହିତ ଖଣ୍ଡେ ଡାଲଚିନି ଗୋଟେ ଜାବିତ୍ରୀ ଗୋଟେ ଅଳେଇଚ ଗୋଟେ ଗୁଜୁରାତି 2-4ଟା ଲବଙ୍ଗ ଗୋଟେ ଗୋଲମରିଚକୁ ମୁଁ କିଛି ଗୁଣ୍ଡ କରିକି ନେଇଛି। ଗୋଟା ମସଲାକୁ ଟିକେ ଦରଖଣ୍ଡ ବା ଦରଛେଚା କରି ପକାଇବେ ତରକାରୀ ବହୁତ ବଢ଼ିଆ ଲାଗିବ। ଭଲ କଲର୍ ଆସିଗଲା ପରେ ଆମେ ଆଗରୁ କାଟିକି ରଖିଥିବା ପିଆଜକୁ ଆଡ଼୍ କରିନେବା। ପିଆଜକୁ ଟିକେ ହାଇ ଫ୍ଲେମ୍ରେ 1 ମିନିଟ୍ ଭାଜିଦେବା ଯାହାଫଳରେ ପିଆଜ ଟିକେ ଲାଇଟ୍ ବ୍ରାଉନ୍ କଲର୍ ହେଇଯିବ। ଅତି ଜଲ୍ଦି ଭାଜି ହେଇଗଲେ ତରକାରୀ ଟେଷ୍ଟ ଲାଗିବ। ଏଠି ମୁଁ 1 ଚାମଚ ଦେଇଦେଉଛି ଲୁଣ ଯେହେତୁ ଯେତିକି ସ୍ୱାଦ ସେଇ ହିସାବରେ ମୁଁ ଏଇଠି ହିଁ ଲୁଣ ଆଡ଼୍ କରି ନେଉଛି। ପିଆଜ ଜଲ୍ଦି ମେଲ୍ଟ ହେଇଯିବ ଭଲସେ ଭାଜି ହେଇଯିବ। ଯେତିକି ରସୁଣ ନେଇଛି ମୁଁ 8-10 କୋଲା ଆକୁ ଚୋପା ବାହାର କରିକି 2 ଖଣ୍ଡ କରି ମଝିରେ ଗୋଟେ ଶିରା ଥାଏ ତାକୁ ବାହାର କରିନେଇଛି କାହିଁକିନା ସେଇ ଶିରାଟା ହିଁ ଗ୍ୟାସ୍ କରାଏ ପେଟରେ ସେଥିପାଇଁ ତା ଦେହରୁ ରସୁଣରୁ ମଝି ଶିରା କାଢ଼ି ନେଇଛି। 1 ଇଞ୍ଚ ଅଦା ଦେଇଛି। ଗୋଟେ ମିଡିଲ ସାଇଜର ଟମାଟୋକୁ ଯୋଉ ଛୋଟ ଛୋଟ କରି କାଟି ନେଇଛି ଅଳ୍ପ ପାଣି ଦେବା ତାର ଗୋଟେ ଚିକଣ କରି ଆପଣ ଚାହିଁଲେ ଅଲଗା ଅଲଗା କରି ଅଦା ରସୁଣ ଆଉ ଟମାଟୋକୁ ଅଲଗା ଅଲଗା ମଧ୍ୟ ପେଷ୍ଟ କରିପାରିବେ। ଏଠି ଅଦା ରସୁଣକୁ ଆମେ ପେଷ୍ଟ କରିସାରିବା। ଏଠି ପିଆଜ ଆମର ଲାଇଟ୍ ବ୍ରାଉନ୍ କଲର୍ ହେଇଗଲାଣି ଭଲସେ ଭାଜି ହେଇଯାଇଛି। ଆଉ ଅଦା ରସୁଣ ପେଷ୍ଟକୁ ଦେବା ଆଉ କଣ୍ଟିନ୍ୟୁଅସଲି ଗୋଳେଇବା ଯେପର୍ଯ୍ୟନ୍ତ ଅଦା ଆଉ ଟମାଟୋର କଞ୍ଚା ସ୍ମେଲ୍ ନ ଯାଇଛି ସେ ପର୍ଯ୍ୟନ୍ତ କଷିବା। ଆମେ ଯେହେତୁ ପ୍ରଥମରୁ ସ୍ୱାଦ ଅନୁସାରେ ଲୁଣକୁ ପକାଇଛି ଅତି ଜଲ୍ଦି ମେଲ୍ଟ ହେଇଯିବ ଆଉ ମସଲା ବଢ଼ିଆ ସେ କଷି ହେଇଯିବ। ଏପଟେ ମସଲା କଷି ହେବା ଭିତରେ ଆମେ ଏଠି ଗୋଟେ ଗିନା ଦିହରେ ସବୁ ଗୁଣ୍ଡ ମସଲାକୁ ଆଡ଼୍ କରିବା ଏକା ସାଥିରେ ଯାହାଫଳରେ ମସଲା ଜମା ବି ତଳୁ ଲାଗିବନି ଆଉ ବଢ଼ିଆ ସେ କୁକ୍ ହେଇଯିବ। ପାଣି ଦିହରେ ଯଦି ଗୋଳେଇକି ରଖିଦେବା ବହୁତ ଟେଷ୍ଟ ଲାଗିବ। ସେଥିପାଇଁ ଗୋଟେ ବଡ଼ ଚାମଚ ନେଇଛି ଧନିଆ ଗୁଣ୍ଡ, ଅଧ ଛୋଟ ଚାମଚ ଜିରା ଗୁଣ୍ଡ, ଅଧ ଛୋଟ ଚାମଚ ଗରମ ମସଲା, ଗୋଟେ କଲର୍ ପାଇଁ 1 ଚାମଚ ଦେଇଦେବା କାଶ୍ମୀର ଲଙ୍କା ଗୁଣ୍ଡ, 1 ଚାମଚ ଦେଇଦେବା ଚିକେନ ମସଲା, ରାଗ ଯେତିକି ଖାଇବାକୁ ପସନ୍ଦ କରୁଥିବେ ସେଇ ହିସାବରେ ରାଗ ଲଙ୍କା ଗୁଣ୍ଡ, ଅଧ ଛୋଟ ଚାମଚ ହଳଦୀ ଗୁଣ୍ଡ, ଅଳ୍ପ କିଛି କସ୍ତୁରୀ ମେଥି ଦେବା, ଅଳ୍ପ ପାଣି ଦେବା ଗୋଳେଇ ନେବା। ଏଇ ଗୁଣ୍ଡ ମସଲାଟା ତରକାରୀ ବନେଇବାର ଅଧ ଘଣ୍ଟା ପୂର୍ବରୁ ଯଦି ବନେଇକି ରଖିନେବେ ତାହେଲେ ତରକାରୀ ପୁରା ଆମର ଶିଳ ମସଲା ଭଳି ଲାଗିବ। ଏକ ସାଥିରେ ସବୁ ମସଲାକୁ ଗୋଳେଇ ସାରିଲାଣି ଆଉ ତା ସହିତ ଏଠି ମସଲା ଆମର ପୁରା ବଢ଼ିଆ ସେ କୁକ୍ ହେଇଗଲାଣି କଷି ହେଇଗଲାଣି। ପିଆଜ ଆସ୍ତେ ଆସ୍ତେ ମେଲ୍ଟ ହେଇଗଲାଣି ଆଉ ମସଲାର କଞ୍ଚା ସ୍ମେଲ୍ ଚାଲିଗଲାଣି। ଏହି ଷ୍ଟେଜ୍ରେ ଆମେ ଗୋଳେଇକି ରଖିଥିବା ମସଲା ଗୁଣ୍ଡକୁ ଆଡ଼୍ କରିନେବା।
मसला को देदेबा अल्प किसी पानी दबा मसला को कंटिन्यूअसली गोलिबा जे पर्यंत मसला तेल अलगा न होइसी आमे सेही पर्यंत कसिबा जेतिक समय अधिक कसिबा तरकारी बहुत बढ़िया लागिबो। मैं कभर देली मसला को सिझा पे छाड़िली मसला को मझे लिड खोलिक आमे कसिबा नले मसला तल लागी जिवो। मसला को एमती 5-10 मिनट मझे मझे लिड खोलिक कसिबा मसला बढ़िया से मेल्ट हो से पर्यंत कसिबा तरकारी बहुत बढ़िया लगे खाइबा पई। मसला तरकारी जिते समय कसिबे बहुत टेस्ट लगे। आगु काटिक रखिथबा एटी कैप्सिकम को मैं ऐड करनेली कैप्सिकम सहित आगु भाजिक रखिथबा आलू कोबी के ऐड आमे प्रथम लुण पकई देथिले पियाज भाजिला बेले तेणु आगु पर आमे लुण पकईबानी न तरकारी लुणिया हो जति लुण खाऊे से हिसाब से प्रथम ऐड करें ना तो पर पकई पारे जेहेतु पियाज जल्दी मेल्ट हबार थिला से प्रथम लुण को स्वाद अनुसार पकई नेली ता सहित कैप्सिकम कोबी की पकईबा अल्प किसी गरम पानी दबा कंटिन्यूअसली 1-2 मिनट बढ़िया से कषि नबा। कोबी आलू कषिबा भितर मझे मझे लिड खोलिबा आ गैस रो फ्लेम को सिम करके आलू कोबी की कषिबा मझे मझे लिड खोली चेक करबा नले कोबी मसला तळु लागी जिवो मझे मझे लिड खोली कोबी आलू को बारंबार कषिबा। एटी कोबी आलू कैप्सिकम बढ़िया से कषि हो गलानी पानी मध्य हमर ड्राई हो गलानी मसला बढ़िया बास्ना आसुची ए स्टेज रे हम किछि गरम पानी के ऐड करनबा जेतिकी ग्रेवी रखिबा के चाहतेबे से हिसाब रे गरम पानी ऐड करनेबा। गरम पानी देके मसला को भलसे गोलई नबा आ कोबी आलू को भलसे मिसई नबा तापर आमे कभर दे दबा आ 10-15 मिनट कुक होबा पे छाड़िबा। आपण मैंने थरे ए प्रोसेस रे निश्चय बनातु ए शीत दिन रे कोबी तरकारी खाइबा को बहुत बढ़िया लगो। एटी पानी माने हम तरकारी रो झोल फुटिबा आरंभ हेलानी एटी कभर दे दबा आ 10-15 मिनट कुक होबा पे छाड़िबा। एटी लीड खोली आपण माने को देखंतु कोबी तरकारी कलर केते बढ़िया लागुची देखा पई ए गोले की देखुचे आपण माने जेति की झोल रखिबा को चाहतेबे से हिसाब रे झोल रखिबे नाही तो अल्प किछि लटपटिया बनेबा के चाहचंती ताले हाई फ्लेम रे गैस को फ्लेम को हाई कर देबे आ झोल को मारि नेबे। एठी आलू पूरा बढ़िया से कुक हो जाइछि बस एठी हमर सुपर टेस्टी फूलकोबी आलू तरकारी पूरा रेडी। आपण माने थरे ए प्रोसेस रे बने के खांतो। आज रो रेसिपी केमति लागला कमेंट सेक्शन रे शेयर जणेबे। रहिली नमस्कार जय।